আজি कौन आम वाक्य अन्य मान प्रति इलिहुंक परी आमे कौन क्रोधरे कथबार्ता करुछु अबा प्रेमरे कथबार्ता करुछु। जीसुंक मधुर वाक्य चला पथे साजे दीप अमरी चरण प्रिय दर्शक बंधु नमस्कार। प्रभु जीशु मधुर नाम आपन को पथ प्रदर्शिका कार्यक्रम को स्वागत करुअछि। आपन केमिति अछंती? मोर विश्वास प्रभु को दया और अनुग्रह आपन निश्चय भल थिबे ओ ए कार्यक्रम द्वारा शिक्षा लाभ करुथिबे, आत्मिक जीवन रे बढ़ुथिबे। सेथिबे मु विशेष आनंदित। आपन को मतामत निश्चय आम मान को जणाइबे। आमे आपन को फोन कॉल रो अपेक्षा रे अछु। आपन को मध्यरु अनेक आम सहित फोन रे जोगाजोग करुछंती, सेमान को विशेष करी धन्यवाद दिए। जदि केही ए पर्यंत आमको फोन करि नाहंती, आज ही आम सहित जोगाजोग करंतु। ए कार्यक्रम मध्य देई पुणी थरे आपन को सहित साक्षात होइथिबारु मु प्रभु को धन्यवाद दिए। प्रभु आपन को बहुल भावे आशीर्वाद करंतु। आमे ए दिन मान करे आयुब पुस्तक उपरे अध्ययन करूछु। आयुब 32 पर्वरे आमे आयुबंक बंधु इलिहुंकु देखु। से आयुबंक उपरे क्रोधान्वित थिबा आमे लक्ष्य करूछु। तांक उत्तेजना देखु। से किपरि आयुबंकु परामर्श देउछंती ता आमे अनुमान करूछु। से जेतेबेले आयुबंक कथा सुनिले से भाबिले जे आयुब निजकु ईश्वर ठारू अधिक धार्मिक देखौछंती। तेणु से आयुबंक उपरे क्रोधान्वित होउछंती आउ से प्रज्वलित होउछंती। किंतु एलिहु जहा कहूथिले ताहा ईश्वरक दृष्टि रे ग्रहणीय नथिला। आयुबंकर अन्य बंधु मानक परी एलिहु मध्य धर्मशास्त्र अनुଯାयी कथा कहउछंती बोली से भाबुथिले, किंतु तांको कथारे ईश्वरक स्वीकृति नथिला। से निजकु ठीक बोली भाबुथिले, किंतु आयुबंक निमंते ताहा प्रयोज्य नथिला। एई पर्वरे एलिहु आयुबंकु परामर्श दबा परिवर्ते गोटिए परे गोटिए विषय से कहउछंती। से केवल निज विषय कहिथिले। से भाबुथिले जे से अधिक वाक्य जानिछंती, से परामर्श देई परिबे, किंतु वास्तव रे से निज आत्मगर्व प्रकाश करुथिबा आमे लक्ष्य करूछु। तांको कथा भाषा रे प्रेम नथिला, क्रोध भरी रहिथिला। से गर्व रे पूर्ण थिले, तांको भाषा रे आवेग भरी रहिथिला। आज कौन आम वाक्य अन्य मान प्रति इलिहुंक परी आमे कौन क्रोधरे कथबार्ता करुछु अबा प्रेमरे कथबार्ता करुछु। तबे आसंतु ये संपर्क रे आलोचना करिबा पूर्वरु एक भक्तिमूलक गीत सुनिबा। चेतना तुम्हें मो प्रेरणा, तुम्हें मो चेतना तुम्हें मो प्रेरणा। चाहे मु तुम्हारी मधुर चालना, चेतना तुम्हें मो प्रेरणा, तुम्हें मो चेतना।
ଗୀତର ସୁର ଛନ୍ଦ ଲୟ ମୋ ମନ ଦିଗନ୍ତେ ନବ ସୂର୍ଯ୍ୟୋଦୟ। ତୁମେ ମୋ ଗୀତର ସୁର ଛନ୍ଦ ଲୟ ମୋ ମନ ଦିଗନ୍ତେ ନବ ସୂର୍ଯ୍ୟୋଦୟ। ମୋ ମନ କାନନେ ମୃଦୁ ସମୀରଣ ମୋ ମନ କାନନେ ମୃଦୁ ସମୀରଣ ତୁମେ ମୋ ଧ୍ୟାନର ପ୍ରଥମ ଭାବନା ଭାବନା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା। ସୀମ ମଙ୍ଗଳମୟ ଭରି ଦିଅ ହୃଦେ ଶାନ୍ତି ଅଭୟ। ଅନନ୍ତ ସୀମ ମଙ୍ଗଳମୟ ଭରି ଦିଅ ହୃଦେ ଶାନ୍ତି ଅଭୟ। ତୁମ ନିଶାଣେ ଘଟୁ ମୋ ବିଲୟ ତୁମ ନିଶାଣେ ଘଟୁ ତୁମ ପ୍ରେମ ମୋର ଜୀବନ ବାସନା ବାସନା। ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ଆଇବ ପୁସ୍ତକ ତହିଁର 32 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଏଲିହୁଙ୍କର କଥୋପକଥନ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଏଥିପୂର୍ବରୁ ଆଇବଙ୍କର ବନ୍ଧୁମାନେ ତାହାଙ୍କ ସହିତ କଥୋପକଥନ କରୁଥିଲେ ଓ ଆଇବ ମଧ୍ୟ ସେମାନଙ୍କୁ ତାହାଙ୍କର ପ୍ରତ୍ୟୁତ୍ତର ଦେଉଥିଲେ। କିନ୍ତୁ ସେହି ସ୍ଥାନରେ କେତେକ ଲୋକ ଛିଡ଼ା ହୋଇ ସେମାନଙ୍କର କଥା ସବୁ ଶୁଣୁଥିଲେ। ଯେତେବେଳେ ଆଇବ ସେମାନଙ୍କୁ ତାହାଙ୍କର ପ୍ରତ୍ୟୁତ୍ତର ଦେବା ସମାପ୍ତ କଲେ ସେତେବେଳେ ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରୁ ଏଲିହୁ ନାମକ ଜଣେ ବ୍ୟକ୍ତି ସେହି ଆଲୋଚନା ମଧ୍ୟରେ ଅଂଶଗ୍ରହଣ କରି ସେହି ଆଲୋଚନାକୁ ସେହିଠାରୁ ଆଗେଇ ନେଲେ ଯେପର୍ଯ୍ୟନ୍ତ ଈଶ୍ୱର ସେହି ଆଲୋଚନା ମଧ୍ୟରେ ସାମିଲ ହୋଇନଥିଲେ। କିନ୍ତୁ ଏଲିହୁଙ୍କ ଆଲୋଚନାର ଶେଷରେ ଯେତେବେଳେ ଆମେ ପହଞ୍ଚିବା ସେତେବେଳେ ଲକ୍ଷ୍ୟ କରିବାକୁ ପାରିବା ଯେ ସେହି ଦଳ ଆୟୁବଙ୍କୁ ଛାଡ଼ି ପଳାଇବେ, ମାତ୍ର ଆୟୁବ କେବଳ ମାତ୍ର ଜଣେ ରହିବେ ଯେ କି ସେହି ସମସ୍ୟା ମଧ୍ୟରେ ଏକା ଛିଡ଼ା ହୋଇ ରହିବେ ଓ ଏହାପରେ ଈଶ୍ୱର ବ୍ୟକ୍ତିଗତ ଭାବେ ଆୟୁବଙ୍କ ସହିତ କଥାବାର୍ତ୍ତା କରିବେ। ବର୍ତ୍ତମାନ କିନ୍ତୁ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଆୟୁବଙ୍କର 3 ଜଣ ଯାକ ବନ୍ଧୁ ତାହାଙ୍କଠାରୁ ଦୂରେଇ ଯାଇଛନ୍ତି। ସେମାନେ ଆଉ ତାହାଙ୍କ ସହିତ ଆଲୋଚନା କରୁନାହାନ୍ତି। ମାତ୍ର ସେମାନଙ୍କ ପରିବର୍ତ୍ତେ ଆମେ ବର୍ତ୍ତମାନ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ଯିବା ଯେ କି ଆୟୁବଙ୍କ ସହିତ କଥା କହିବାକୁ ଯାଉଅଛନ୍ତି, ଆଉ ସେ ଜଣେ ଅତି ବୁଦ୍ଧିମାନ ବ୍ୟକ୍ତି ଥିଲେ। ଆୟୁବ 32 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏହି ରୂପେ ଆୟୁବ ନିଜ ଦୃଷ୍ଟିରେ ଧାର୍ମିକ ହେବାରୁ ଏହି 3 ଜଣ ଉତ୍ତର ଦେବାରୁ କ୍ଷାନ୍ତ ହେଲେ। ଏଥିପୂର୍ବରୁ ଆମେ ଜାଣିଛୁ ଯେ ଆୟୁବଙ୍କର ବନ୍ଧୁମାନେ ଆୟୁବଙ୍କ ସହିତ ବାଗଯୁଦ୍ଧ କରିଥିଲେ ଓ ସେମାନେ ଆୟୁବଙ୍କୁ ଯଦିଓ ସାନ୍ତ୍ୱନା ଦେବା ନିମନ୍ତେ ଆସିଥିଲେ, ମାତ୍ର ସେମାନେ ଆୟୁବଙ୍କୁ ସାନ୍ତ୍ୱନା ଦେଇପାରିନଥିଲେ କିମ୍ବା ଆୟୁବଙ୍କର କୌଣସି ଉପକାରରେ ଆସିପାରିନଥିଲେ। ସେମାନେ ଆୟୁବଙ୍କୁ କୌଣସି ଉପାୟରେ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ପାରିନଥିଲେ। ମାତ୍ର ଅପରପକ୍ଷରେ ସେମାନେ ଆୟୁବଙ୍କୁ ଏପରି ଏକ ସ୍ଥାନରେ ଆଣି ପହଞ୍ଚାଇଲେ ଯେଉଁଠାରେ କି ଆୟୁବ ନିଜର ଦୁର୍ବଳତାକୁ ତଥା ଅଯୋଗ୍ୟତାକୁ ଦେଖି ନିଜକୁ ନମ୍ର କରିବା ପରିବର୍ତ୍ତେ ନିଜକୁ ଧାର୍ମିକ ବୋଲି ପ୍ରକାଶ କରିବା ନିମନ୍ତେ ବାଧ୍ୟ ହେଲେ। ହଁ, ଏହା ଯଦିଓ ଆୟୁବଙ୍କ ପକ୍ଷେ ଏପରି ନିଜର ଧାର୍ମିକତା ପ୍ରକାଶ କରିବା ଯୁକ୍ତିଯୁକ୍ତ ନଥିଲା, ମାତ୍ର ତାହାଙ୍କର ବନ୍ଧୁମାନଙ୍କ ଲାଗି ଏପରି ଘଟିଲା। ସେମାନେ ତାହାଙ୍କୁ ସେହିପରି କରିବା ନିମନ୍ତେ ବାଧ୍ୟ କରାଇଲେ, ଆଉ ଯଦ୍ୱାରା ଆୟୁବ ନିଜ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଚିନ୍ତା କରି ତହିଁରେ ଅଟଳ ରହିଲେ ଓ ତାହାଙ୍କର ବନ୍ଧୁମାନେ ମଧ୍ୟ ଆୟୁବଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇପାରିଲେ ନାହିଁ କି ତାହାଙ୍କୁ ସାହାଯ୍ୟ କରିପାରିଲେ ନାହିଁ
କି ତାହାଙ୍କ ସମସ୍ୟାର ସମାଧାନ ନିମନ୍ତେ କୌଣସି ପଥ ଦେଖାଇ ପାରିଲେ ନାହିଁ। ମାତ୍ର ସେମାନେ କେବଳ ବୃଥାରେ ତାହାଙ୍କୁ ଦୋଷାରୋପ କଲେ। ସେମାନଙ୍କର ଗୋଟିଏ ମାତ୍ର ଅଭିଯୋଗ ଥିଲା ଯେ ଆଇବ ନିଜର ଗୁପ୍ତ ପାପ ନିମନ୍ତେ ଏହିପରି ଦୁଃଖ ତଥା କ୍ଲେଶ ଭୋଗ କରୁଅଛନ୍ତି, ଯାହାର ପ୍ରତ୍ୟୁତ୍ତରରେ ଆଇବ ନିଜକୁ ଧାର୍ମିକ ବୋଲି ବିବେଚନା କରିବା ନିମନ୍ତେ ବାଧ୍ୟ ହେଲେ। ଏଠାରେ ଆମେ ଏହି ଉଭୟ ପକ୍ଷର ବାଦାନୁବାଦ ମଧ୍ୟ ଦେଇ ଏକ ମହାନ ଶିକ୍ଷା ପାଉଅଛୁ। କାରଣ ଯେତେବେଳେ ଦୁଇଟି ଦଳ କୌଣସି ଏକ ଘଟଣା ନେଇ ବାଦାନୁବାଦ ବା ଯୁକ୍ତିତର୍କ କରନ୍ତି, ଯେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କୌଣସି ଏକ ଦଳ ନିଜକୁ ନମ୍ର କରି ଅପରପକ୍ଷର ବଶୀଭୂତ ହୋଇନାହାନ୍ତି କିଏ ବା ଅପରପକ୍ଷର ମତାମତକୁ ଗ୍ରହଣ କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ କେବେ ହେଲେ ଏକ ସମାଧାନରେ ଉପନୀତ ହୋଇପାରିବେ ନାହିଁ। ତାହା ହିଁ ଠିକ୍ ଆୟୁବ ଓ ତାହାଙ୍କର ବନ୍ଧୁମାନଙ୍କ ମଧ୍ୟରେ ହିଁ ଘଟିଲା। ସେମାନେ ସେମାନଙ୍କର ମତାମତରେ ଅଟଳ ରହିଲେ ଓ ଆୟୁବ ତାହାଙ୍କ ଚିନ୍ତାଧାରାରେ ଅଟଳ ରହିଲେ। ସେମାନେ ଶେଷରେ କୌଣସି ସମାଧାନରେ ଉପନୀତ ହୋଇପାରିଲେ ନାହିଁ। ପ୍ରକୃତରେ ଦେଖିବାକୁ ଗଲେ ଆୟୁବଙ୍କ ସମସ୍ୟାର ସମାଧାନ ନିମନ୍ତେ ତାହାଙ୍କ ବନ୍ଧୁମାନଙ୍କ ନିକଟରେ କୌଣସି ଉତ୍ତର ନଥିଲା। କେବଳ ଈଶ୍ୱରଙ୍କ ନିକଟରେ ତହିଁର ଉତ୍ତର ଥିଲା ଓ ଶେଷରେ ଈଶ୍ୱର ତହିଁରେ ହସ୍ତକ୍ଷେପ କରି ଆୟୁବଙ୍କୁ ତାହାଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ପ୍ରଦାନ କରିଥିଲେ। ବର୍ତ୍ତମାନ ଇଲିହୁ ସେହି ବାଦାନୁବାଦ ମଧ୍ୟରେ ଅଂଶଗ୍ରହଣ କରୁଅଛନ୍ତି। ଆୟୁବଙ୍କ ନିମନ୍ତେ ତାହାଙ୍କ ନିକଟରେ ମଧ୍ୟ ସେପରି କିଛି ଉତ୍ତର ନାହିଁ। ମାତ୍ର ସେ ଅନ୍ୟମାନଙ୍କ ଅପେକ୍ଷା ଆୟୁବଙ୍କୁ ଅଧିକ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇବାରେ ସମର୍ଥ ଥିଲେ ଓ ସେ ଆୟୁବଙ୍କର ଅଧିକ ନିକଟବର୍ତ୍ତୀ ହୋଇପାରିଥିଲେ। ମୁଁ ଭାବେ ଯେ ସେ ଈଶ୍ୱରଙ୍କ ନିମନ୍ତେ ପଥ ପରିଷ୍କାର କରିଦେଲେ, ଯେପରି ଶେଷରେ ଈଶ୍ୱର ସେହି ଦୃଶ୍ୟ ମଧ୍ୟରେ ପ୍ରବେଶ କରି ତହିଁରେ ନିଜର ଭାବକୁ ପ୍ରକାଶ କରନ୍ତି। ଶେଷରେ ଈଶ୍ୱର ହିଁ ଆୟୁବଙ୍କୁ ତାହାଙ୍କର ପ୍ରଶ୍ନର ଯଥାର୍ଥ ଉତ୍ତର ଦେବେ। ବର୍ତ୍ତମାନ ଇଲିହୁଙ୍କ ପ୍ରତି ଟିକେ ଦୃଷ୍ଟି ଦେବା। ଦେଖନ୍ତୁ 32 ପର୍ବର 2 ପଦରେ ଏହିପରି ଲେଖା ଅଛି, ତହିଁରେ ରାମ ଗୋଷ୍ଠୀଜାତ ବୁସିୟ ବାରଖେଲର ପୁତ୍ର ଇଲିହୁର କ୍ରୋଧ ପ୍ରଜ୍ୱଳିତ ହେଲା। ଆୟୁବ ବିରୁଦ୍ଧରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେ ପରମେଶ୍ୱରଙ୍କ ଅପେକ୍ଷା ଆପଣାକୁ ଧାର୍ମିକ ମଣିଲା। ଦେଖନ୍ତୁ, ଏହି ଇଲିହୁ ବୁସିୟ ବଂଶଧର ଥିଲେ। ଆଦି ପୁସ୍ତକ 22 ପର୍ବର 21 ପଦରେ ଆମେ ତାହା ଲକ୍ଷ୍ୟ କରିବାକୁ ପାରୁ। ଏମାନେ ପ୍ରକୃତରେ ସେହି ଆରବୀୟ ଗୋଷ୍ଠୀର ଲୋକ ଥିଲେ। ଇଲିହୁ ଏଠାରେ କଥା କହିବାକୁ ଆରମ୍ଭ କରନ୍ତି ଯେହେତୁ ସେ କ୍ରୋଧରେ ପରିପୂର୍ଣ୍ଣ ଥିଲେ ଓ ସେ ଦୁଇଟି ବିଷୟ ନେଇ କ୍ରୋଧରେ ପରିପୂର୍ଣ୍ଣ ଥିଲେ। ପ୍ରଥମତଃ ଆୟୁବ ଈଶ୍ୱରଙ୍କୁ ଧାର୍ମିକ ବୋଲି ଗଣନା ନ କରି ନିଜକୁ ଧାର୍ମିକ ବୋଲି ଗଣନା କରିବାରେ ସମୟ ଅତିବାହିତ କଲେ। ଏହାଦ୍ୱାରା ଆୟୁବ ପ୍ରକୃତରେ କହିବାକୁ ଚାହୁଁଥିଲେ, ଈଶ୍ୱର ଭୁଲ କରିଅଛନ୍ତି, ଈଶ୍ୱର ମୋ ପ୍ରତି ଅବିଚାର କରିଅଛନ୍ତି ଓ ସେ ମୋ ସହିତ ବଡ଼ ଭୁଲ କରିଅଛନ୍ତି। ଏହା ଇଲିହୁଙ୍କର କ୍ରୋଧ ପ୍ରଜ୍ୱଳିତ କରାଇଲା। ଦ୍ୱିତୀୟ କାରଣଟି ହେଉଛି, ଯାହାକି ଆମେ 32 ପର୍ବର 3 ପଦରେ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ମଧ୍ୟ ତାହାର 3 ବନ୍ଧୁଙ୍କ ପ୍ରତିକୂଳରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେମାନେ କୌଣସି ଉତ୍ତର ଦେଇ ନ ପାରିଲେ ହେଁ ଆୟୁବଙ୍କୁ ଦୋଷୀ କରିଥିଲେ। ଏହା ହିଁ ଥିଲା ଇଲିହୁଙ୍କର କ୍ରୋଧ କରିବାର ଦ୍ୱିତୀୟ କାରଣ। ଆୟୁବଙ୍କର ବନ୍ଧୁମାନେ ଆୟୁବଙ୍କ ସମସ୍ୟାର ସମାଧାନ ନିମନ୍ତେ କିଛି ସାହାଯ୍ୟ କରିପାରିଲେ ନାହିଁ କି ତାହାଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେବା ନିମନ୍ତେ ମଧ୍ୟ ସମର୍ଥ ହେଲେ ନାହିଁ। ମାତ୍ର ଅପରପକ୍ଷରେ ସେମାନେ ଆୟୁବଙ୍କୁ କେବଳ ଦୋଷାରୋପ କରିବାକୁ ଲାଗିଲେ, ଯାହାକି ଅତି ଘୃଣାଜନକ ବିଷୟ ଥିଲା। 32 ପର୍ବର 4 ଓ 5 ପଦରେ ଲେଖା ଅଛି, ସେମାନେ ଇଲିହୁଠାରୁ ପ୍ରାଚୀନ ଥିବାରୁ ଇଲିହୁ ଆୟୁବକୁ କଥା କହିବା ପାଇଁ ଅପେକ୍ଷା କରିଥିଲା। ପୁଣି ସେ ସେହି 3 ଜଣଙ୍କ ମୁଖରେ କୌଣସି ଉତ୍ତର ନଥିବାର ଦେଖି ତାହାର କ୍ରୋଧ ପ୍ରଜ୍ୱଳିତ ହେଲା। ପ୍ରକୃତରେ ବର୍ତ୍ତମାନ ଅପେକ୍ଷା ସେହି ସମୟର ସାମାଜିକ ସଂସ୍କୃତି ତଥା ପରମ୍ପରା କେତେକାଂଶରେ ଭିନ୍ନ ଥିଲା। ସେହି ସମୟରେ ବୟୋଜ୍ୟେଷ୍ଠମାନେ ତଥା ବଡ଼ମାନେ କଥାବାର୍ତ୍ତା କରୁଥିବା ସମୟରେ ସାନମାନେ ସେମାନଙ୍କ ମଧ୍ୟରେ ବସି କଥାବାର୍ତ୍ତା କରିବାକୁ ସାହସ କରୁନଥିଲେ। ହୋଇପାରେ ସେମାନେ ବଡ଼ମାନଙ୍କ ସହିତ କୌଣସି ବିଷୟରେ ଆଲୋଚନା କରିବା ନିମନ୍ତେ ଅନୁମତି ପାଇନଥିଲେ। ତେଣୁକରି ଇଲିହୁ ସେହି ବନ୍ଧୁମାନେ କଥାବାର୍ତ୍ତା କରିବା ସମୟରେ କୌଣସି ପ୍ରକାରେ ତାହାଙ୍କର ମୁଖ ଖୋଲିବା ନିମନ୍ତେ ସାହସ କରିନଥିଲେ। କିନ୍ତୁ ବର୍ତ୍ତମାନର ଯୁବକ ହୋଇଥିଲେ ସେ କୌଣସି ବିଷୟକୁ ଭ୍ରୂକ୍ଷେପ ନ କରି ସେହି ଆଲୋଚନା ମଧ୍ୟରେ ଯୋଗ ଦେଇଥାନ୍ତେ। କାରଣ ବର୍ତ୍ତମାନ ଆମେ ତାହା ହିଁ ଲକ୍ଷ୍ୟ କରୁ। ବୟସ୍କ ଲୋକମାନେ ନୀରବ ରହିବା ସମୟରେ ଯୁବାମାନେ ଅଧିକ କଥାବାର୍ତ୍ତା କରନ୍ତି ଓ ସେମାନେ ବୟୋଜ୍ୟେଷ୍ଠମାନଙ୍କୁ କଥା କହିବାକୁ ସୁଯୋଗ ଦିଅନ୍ତି ନାହିଁ କି ସେମାନଙ୍କର ଉପଦେଶ ତଥା ପରାମର୍ଶକୁ ଗ୍ରହଣ କରନ୍ତି ନାହିଁ। ସେମାନେ ଭାବନ୍ତି ଯେ ସେମାନେ ବୟସ୍କ ତଥା ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ କିଛି ଜାଣିଛନ୍ତି। ତେଣୁକରି ସେମାନେ ଏହିପରି ଆଲୋଚନାମାନଙ୍କରେ
ଆଗ ବଢ଼ି କଥା କୁହନ୍ତି ଓ ଅପଦସ୍ଥ ମଧ୍ୟ ହୁଅନ୍ତି। କିନ୍ତୁ ଆମେ ଏହିପରି କ୍ଷେତ୍ରରେ ବୟସ୍କ ତଥା ପ୍ରାଚୀନମାନଙ୍କୁ କଥା କହିବା ନିମନ୍ତେ ସୁଯୋଗ ତଥା ଅଗ୍ରାଧିକାର ଦେବା ଉଚିତ, କାରଣ ସେମାନଙ୍କର ଅଭିଜ୍ଞତା ତଥା ଦୂରଦୃଷ୍ଟି ଓ ବିଚାର ବୁଦ୍ଧି ସାନମାନଙ୍କ ଅପେକ୍ଷା ଏପରିକି ଯୁବାମାନଙ୍କ ଅପେକ୍ଷା ଅଧିକ। ତେଣୁକରି ଆୟୁବଙ୍କର ବନ୍ଧୁମାନଙ୍କୁ ପ୍ରଥମେ କଥା କହିବା ନିମନ୍ତେ ଇଲିହୁ ସୁଯୋଗ ଦେଇଥିଲେ, ମାତ୍ର ସେମାନେ ଆୟୁବଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ବିଫଳ ହେବା ପରେ ଇଲିହୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। କାରଣ ଇଲିହୁ ଭାବିଥିଲେ ଯେ ଏହି ବୟସ୍କମାନେ ଏକ ବୁଦ୍ଧିର ସହିତ ଆୟୁବଙ୍କ ସମସ୍ୟାର ସମାଧାନ ନିମନ୍ତେ କିଛି ପଦକ୍ଷେପ ନେଇପାରିବେ, କିନ୍ତୁ ତାହା ସମ୍ଭବପର ହେଲା ନାହିଁ, ଯେହେତୁ ଏହା ମନୁଷ୍ୟର ହସ୍ତରେ ନଥିଲା ମାତ୍ର ଈଶ୍ୱରଙ୍କ ହସ୍ତରେ ଥିଲା। ଏତଦ୍‌ବ୍ୟତୀତ ବୟସ୍କ ତଥା ପ୍ରାଚୀନମାନେ ଯେ ପ୍ରତ୍ୟେକ ପରିସ୍ଥିତି ତଥା ସମସ୍ୟାର ସମାଧାନ ନିମନ୍ତେ ବୁଦ୍ଧିର ସହିତ ନିଷ୍ପତ୍ତି ନେଇପାରିବେ ତାହା ମଧ୍ୟ ନିଶ୍ଚିତ ନୁହେଁ। ମନୁଷ୍ୟ ମାତ୍ରକେ ଆମମାନଙ୍କର କିଛି ନା କିଛି ଦୁର୍ବଳତା ରହିଅଛି। ଦେଖନ୍ତୁ 32 ପର୍ବର 6-8 ପଦ ମଧ୍ୟରେ ଏହିପରି ଲେଖା ଅଛି, ଅନନ୍ତର ବୁସିୟ ବାରଖେଲର ପୁତ୍ର ଇଲିହୁ ଉତ୍ତର କରି କହିଲା, ମୁଁ ଯୁବାଲୋକ ଆଉ ତୁମ୍ଭେମାନେ ଅତି ବୃଦ୍ଧ, ଏଣୁ ମୁଁ କ୍ଷାନ୍ତ ହେଲି ଓ ତୁମମାନଙ୍କ ନିକଟରେ ଆପଣା ମତ ପ୍ରକାଶ କରିବାକୁ ସାହସ କଲି ନାହିଁ। ମୁଁ କହିଲେ ଦିନ ସମୂହ କଥା କହିବେ ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ। ମାତ୍ର ମନୁଷ୍ୟ ମଧ୍ୟରେ ଗୋଟିଏ ଆତ୍ମା ଅଛି ଓ ସର୍ବଶକ୍ତିମାନଙ୍କ ନିଶ୍ୱାସ ସେମାନଙ୍କୁ ବୁଦ୍ଧି ଦିଏ। ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ପବିତ୍ର ଆତ୍ମାଙ୍କ ସହିତ ଯେଉଁପରି ସ୍ଥିତି ରହିଅଛି ସେହିପରି ଇଲିହୁଙ୍କର ନଥିଲା। ପ୍ରକୃତରେ ପୁରାତନ ନିୟମରେ ପବିତ୍ର ଆତ୍ମା ବିଶ୍ୱାସୀମାନଙ୍କ ହୃଦୟରେ ଅଧିଷ୍ଠାନ କରିବାର ବା ବାସ କରିବାର ଆମେ ଲକ୍ଷ୍ୟ କରିବାକୁ ପାରୁନା। ମାତ୍ର ସେ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସାଧନ ନିମନ୍ତେ କେତେକ ବ୍ୟକ୍ତିଙ୍କ ଉପରେ ଅଧିଷ୍ଠାନ କରିଥିଲେ। ଉଦାହରଣ ସ୍ୱରୂପେ ଯାତ୍ରା ପୁସ୍ତକ 31 ପର୍ବର 2 ଓ 3 ପଦରେ ଆମେ ଦେଖିବାକୁ ପାରୁ ଯେ ବତ୍ସଲେଲ ପରମେଶ୍ୱରଙ୍କ ଆତ୍ମାରେ ପୂର୍ଣ୍ଣ ହୋଇଥିଲେ, ଯେପରି ସେ ସମାଗମ ତମ୍ବୁର ଆବଶ୍ୟକୀୟ ଉପକରଣମାନ ନିର୍ମାଣ କରିପାରିବେ। ପୁରାତନ ନିୟମରେ ଏହିପରି ଭାବେ ଈଶ୍ୱରଙ୍କ ଆତ୍ମା ଅନେକ ଲୋକମାନଙ୍କ ଉପରେ ଅଧିଷ୍ଠାନ କରିଥିଲେ ଏକ ବିଶେଷ ଉଦ୍ଦେଶ୍ୟ ନେଇ। ଦାଉଦ ଏହିପରି ପ୍ରାର୍ଥନା କରିଥିଲେ, ଯାହାକି ଗୀତ 51 ପର୍ବର 11 ପଦରେ ଲେଖା ଅଛି, ତୁମ୍ଭର ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ। ଯାହାର ଅର୍ଥ ହେଉଛି ଯେ ପୁରାତନ ନିୟମର ବିଶ୍ୱାସୀଙ୍କଠାରୁ ପବିତ୍ର ଆତ୍ମା ବାହାରି ଚାଲିଯାଉଥିଲେ। ପୁରାତନ ନିୟମରେ ଶିକ୍ଷା ଦିଆଯାଏ ନାହିଁ ଯେ ମନୁଷ୍ୟମାନେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ ହେଉଥିଲେ ବୋଲି। ଇଲିହୁ ବୁଝିପାରିଥିଲେ ଯେ କେବଳ ସେହି ସର୍ବଶକ୍ତିମାନଙ୍କର ଐଶ୍ୱୀ ପ୍ରେରଣା ହିଁ ମନୁଷ୍ୟକୁ ବୁଦ୍ଧି ଦେଇପାରିବ। ଏହାର ଅର୍ଥ ହେଉଛି ଯେ କେବଳ ଗୋଟିଏ ବିଷୟର ନିଶ୍ଚିତ କ୍ଷମତା ରହିଅଛି, ଆଉ ତାହା ହେଉଛି ଈଶ୍ୱରଙ୍କ ବାକ୍ୟ। ଈଶ୍ୱରଙ୍କ ବାକ୍ୟ ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟକୁ ଶିକ୍ଷା ଦେଇଥାଏ। 32 ପର୍ବର 9 ପଦରେ ଏହିପରି ଲେଖା ଅଛି, ବଡ଼ ଲୋକେ ଯେ ଜ୍ଞାନବାନ ତାହା ନୁହେଁ, ଅବା ପ୍ରାଚୀନମାନେ ଯେ ବିଚାର ବୁଝନ୍ତି ତାହା ନୁହେଁ। ଇଲିହୁ ଏଠାରେ କହିବାକୁ ଚାହାନ୍ତି ଯେ ସେହି ସର୍ବଶକ୍ତିମାନଙ୍କର ଐଶ୍ୱୀ ପ୍ରେରଣା ସେମାନଙ୍କୁ ବୁଦ୍ଧି ପ୍ରଦାନ କରେ। ସେ ଜାଣିପାରିଥିଲେ ଯେ କେବଳ ଈଶ୍ୱର ହିଁ ଆୟୁବଙ୍କ ଘଟଣାରେ ତହିଁର ଉତ୍ତର ଯୋଗାଇ ପାରିବେ। ଇଲିହୁ ଈଶ୍ୱରଙ୍କ ନିମନ୍ତେ ପଥ ପ୍ରସ୍ତୁତ କରୁଅଛନ୍ତି, ଯେପରି ଈଶ୍ୱର ତହିଁର ଉତ୍ତର ପ୍ରଦାନ କରନ୍ତି। ଯଦିଓ ସେ ନିଜେ ଉତ୍ତର ଦେବା ନିମନ୍ତେ ସମର୍ଥ ନଥିଲେ, ମାତ୍ର ସେ ଜାଣିପାରିଥିଲେ ଯେ ଏହି ସମସ୍ତ ଲୋକମାନେ ମଧ୍ୟ ତହିଁର ଉତ୍ତର ଜାଣିନାହାନ୍ତି ଓ ତହିଁର ଉତ୍ତର ଦେବା ନିମନ୍ତେ ସମର୍ଥ ନୁହନ୍ତି। 32 ପର୍ବର 10-12 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏଥିପାଇଁ ମୁଁ କହିଲି ମୋ କଥା ଶୁଣ, ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି। ଦେଖ, ମୁଁ ତୁମମାନଙ୍କ କଥା ପାଇଁ ଅପେକ୍ଷା କଲି, କ'ଣ କହିବାକୁ ହେବ ଏହା ତୁମ୍ଭେମାନେ ଅନୁସନ୍ଧାନ କରିବା ଯାଏ ତୁମମାନଙ୍କ ଯୁକ୍ତି ପାଇଁ ମନୋଯୋଗ କଲି। ଆହୁରି ମୁଁ ତୁମମାନଙ୍କ କଥାରେ ମନ ଦେଲି। ପୁଣି ଦେଖ, ଆୟୁବକୁ ବୋଧ ଦେବାକୁ ଅବା ତାହାର କଥାର ଉତ୍ତର ଦେବାକୁ ତୁମମାନଙ୍କ ମଧ୍ୟରେ କେହି ନଥିଲା। ଦେଖନ୍ତୁ, ଏହା ବାସ୍ତବରେ ସତ୍ୟ ଯେ ସେମାନେ କେହି ହେଲେ ଉତ୍ତର ଦେବାକୁ ବା ଆୟୁବଙ୍କୁ ବୁଝାଇବାକୁ ସମର୍ଥ ନଥିଲେ। 32 ପର୍ବର 13 ପଦରେ ଲେଖା ଅଛି, ସାବଧାନ, କେଜାଣି ତୁମେମାନେ କହିବ ଆମେମାନେ ଜ୍ଞାନ ପାଇଅଛୁ, ପରମେଶ୍ୱର ତାହାକୁ ପରାସ୍ତ କରିପାରିବେ, ମନୁଷ୍ୟ ନୁହେଁ। ଏହା ଇଲିହୁଙ୍କୁ ବିଚଳିତ କରିଦେଇଥିଲା, ଯେହେତୁ ସେ ଭାବିଥିଲେ ଯେ ଏହି ଲୋକମାନେ ଆୟୁବଙ୍କୁ ଉତ୍ତର ଦେବା ନିମନ୍ତେ ସମର୍ଥ ହୋଇପାରିବେ, ମାତ୍ର ସେମାନେ ସମର୍ଥ ହୋଇପାରିଲେ ନାହିଁ। ଏହା ମଧ୍ୟ ତାହାଙ୍କୁ ବିଚଳିତ କରିଦେଇଥିଲା ଯେ ଯେହେତୁ ଆୟୁବ ନିଜକୁ ଧାର୍ମିକ ବୋଲି ବିଚାର କରିଥିଲେ ଓ ଏହି ପ୍ରକାର ପରିସ୍ଥିତିରେ ସେ ଅତି ଆତ୍ମନିର୍ଭରଶୀଳ ହୋଇପଡ଼ିଥିଲେ। ହଁ,
ଆୟୁବ ଏହିପରି ପରିସ୍ଥିତି ମଧ୍ୟରେ ନିଷ୍ପେଷିତ ହୋଇଥିଲେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ମାତ୍ର ତଥାପି ସେ ଅନୁତପ୍ତ ନଥିଲେ। କିନ୍ତୁ ସେ ଯାଉନା କାହିଁକି ଈଶ୍ୱର ତାହାଙ୍କ ସହିତ ଏପର୍ଯ୍ୟନ୍ତ କଥାବାର୍ତ୍ତା କରିନାହାନ୍ତି। କେବଳ ଈଶ୍ୱରଙ୍କ ନିକଟରେ ଆତ୍ମଧାର୍ମିକତା, ଗର୍ବ ଓ ଦାମ୍ଭିକତା ନିମନ୍ତେ ଉତ୍ତର ରହିଅଛି। କାହାକୁ କିପରି ଉତ୍ତର ଦେବାକୁ ହେବ ତାହା ସେ ଜାଣନ୍ତି। କାହାକୁ କିପରି ଭାଙ୍ଗିବାକୁ ହେବ ତାହା ସେ ଜାଣନ୍ତି। ସେ ଆମମାନଙ୍କର ସମସ୍ତ ଦୁର୍ବଳତା ଜାଣନ୍ତି। ତେଣୁକରି କୌଣସି ମନୁଷ୍ୟ ତାହାଙ୍କ ନିକଟରେ ନିଜର ଆତ୍ମଧାର୍ମିକତା ନେଇ ଛିଡ଼ା ହୋଇପାରିବ ନାହିଁ। ଯଦି କୌଣସି ବ୍ୟକ୍ତି ଈଶ୍ୱରଙ୍କ ନିକଟରେ ନିଜକୁ ଧାର୍ମିକ ବୋଲି ଦେଖାଇବାକୁ ଚେଷ୍ଟା କରେ ତାହେଲେ ତାହାକୁ ସେ ଏହିପରି ଭାବେ ନିଷ୍ପେଷିତ କରାନ୍ତି ଯଦ୍ୱାରା ସେ ନିଜର ଭୁଲ ବୁଝିପାରି ନିଜକୁ ନମ୍ର କରି ଅନୁତାପର ସହିତ ତାହାଙ୍କର ନିକଟବର୍ତ୍ତୀ ହୋଇଥାଏ। ସେ ନିଜର ଦୁର୍ବଳତାକୁ ଦେଖିପାରିଥାଏ ଓ ଏକ ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ସହିତ ଈଶ୍ୱରଙ୍କ ନିକଟରେ ଆତ୍ମସମର୍ପଣ କରିଥାଏ। ତାହା ହିଁ ପ୍ରଭୁ ଆମ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। ପ୍ରଭୁ ଆମମାନଙ୍କ ଜୀବନରୁ ନମ୍ରତା ଓ ଏକ ଅନୁତପ୍ତର ହୃଦୟ ଚାହାନ୍ତି। ଯେପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ ତାହା ଦେଖାଯାଇନଥାଏ ସେ ପର୍ଯ୍ୟନ୍ତ ସେ ଆମମାନଙ୍କୁ ବିଭିନ୍ନ ପ୍ରକାର ଦୁଃଖ ଓ କ୍ଲେଶ ମଧ୍ୟ ଦେଇ କଢ଼ାଇ ନେଇଥାନ୍ତି, ଯେପରି ଆମେ ନିଜର ଦୁର୍ବଳତା ସବୁକୁ ଜାଣି ଏକ ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ସହିତ ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ଆତ୍ମସମର୍ପଣ କରୁ। ଏହାପରେ 16-17 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେମାନେ କଥା କହନ୍ତି ନାହିଁ, ସେମାନେ ତୁନି ହୋଇ ଠିଆ ହୁଅନ୍ତି, ଆଉ ଉତ୍ତର ଦିଅନ୍ତି ନାହିଁ ବୋଲି କି ମୁଁ ଅପେକ୍ଷା କରିବି? ମୁଁ ମଧ୍ୟ ଆପଣାର ଉତ୍ତର ଦେବି, ମୁଁ ଆପଣାର ମତ ପ୍ରକାଶ କରିବି। ଇଲିହୁ ଚାହୁଁଥିଲେ ଯେପରି ଆୟୁବଙ୍କର ବନ୍ଧୁମାନେ ଆୟୁବଙ୍କ ସହିତ ଏହିପରି ବାଗ୍ଯୁଦ୍ଧ କରି ଚାଲନ୍ତୁ, ମାତ୍ର ତାହା ନ ହେବା ଦ୍ୱାରା ସେ ମୁଖ ଖୋଲିବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ତେବେ ଇଲିହୁ ଯେ ଏହି ପୁସ୍ତକର ଲେଖକ ହୋଇପାରନ୍ତି ତହିଁର ଏକ ମତାମତ ଏଠାରେ ଆମେ ଲକ୍ଷ୍ୟ କରିବାକୁ ପାରୁଅଛୁ। ଲକ୍ଷ୍ୟ କରନ୍ତୁ, ଏଠାରେ ସେ ମୁଁ ବୋଲି ଏକ ଶବ୍ଦ ପ୍ରୟୋଗ କରନ୍ତି ଓ ଏହା ପ୍ରକାଶ କରେ ଯେ ସତେ ଯେପରି ସେ ନିଜେ ଏହି ପୁସ୍ତକକୁ ଲେଖୁଅଛନ୍ତି। ଏହାପରେ 18-20 ପଦ ମଧ୍ୟରେ ଲେଖା ଅଛି, କାରଣ ମୁଁ ବାକ୍ୟରେ ପରିପୂର୍ଣ୍ଣ, ମୋର ଅନ୍ତରସ୍ଥ ଆତ୍ମା ମୋତେ ପ୍ରବର୍ତ୍ତାଏ। ଦେଖ ମୋ ଉଦର ବନ୍ଦ ଦ୍ରାକ୍ଷାରସ ତୁଲ୍ୟ, ନୂତନ କୁମ୍ପା ପରି ତା ଫାଟିବାକୁ ଉଦ୍ୟତ। ମୁଁ ଉଶ୍ୱାସ ପାଇବା ପାଇଁ କଥା କହିବି, ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି। ସେଠାରେ ପ୍ରକାଶ କରିବାକୁ ଚାହାନ୍ତି ଯେ ସେ ଅଧିକ କିଛି କହିବାରୁ ନିଜକୁ କ୍ଷାନ୍ତ କରୁଅଛନ୍ତି। ସେ ପ୍ରକୃତିରେ ଅଧିକ କିଛି କହିବାକୁ ଚାହାନ୍ତି, ମାତ୍ର ସେ ଏହା ପ୍ରକାଶ କରିବେ ନାହିଁ। ବାସ୍ତବରେ ଈଶ୍ୱରଙ୍କ ଆତ୍ମା ତାହାଙ୍କୁ ଚାଳନା ଦେଉନାହାନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ଅନେକ ନିଜକୁ ଅତି ବଡ଼ ଧାର୍ମିକ ବୋଲି ବିଚାର କରନ୍ତି। ସେମାନେ ଚାହାନ୍ତି ନାହିଁ ଯେ ସେମାନଙ୍କୁ କେହି ଶିକ୍ଷା ଦେଉ ବା ଅନୁଯୋଗ କରୁ। ମାତ୍ର ସେମାନେ ଅନ୍ୟମାନଙ୍କ ବିଷୟ ନେଇ ସମାଲୋଚନା କରନ୍ତି, ଅନ୍ୟକୁ ଦୋଷାରୋପ କରନ୍ତି, ଅନ୍ୟ ପ୍ରତି ଅଙ୍ଗୁଳି ଦେଖାନ୍ତି, ଅନ୍ୟକୁ ଅନୁତାପ କରିବା ନିମନ୍ତେ କହନ୍ତି, ମାତ୍ର ନିଜେ ନିଜର ଦୋଷ ଦୁର୍ବଳତା ନିମନ୍ତେ ଅନୁତାପ କି କ୍ରନ୍ଦନ କରନ୍ତି ନାହିଁ। ମାତ୍ର ନିଜକୁ ଠିକ୍ ବୋଲି ଭାବନ୍ତି ଓ ଅନ୍ୟଠାରୁ ନିଜକୁ ଧାର୍ମିକ ବୋଲି ବିଚାର କରନ୍ତି। ସେମାନେ ଇଲିଫସ୍ ପରି ନିଜର ଅନୁଭୂତିକୁ କେବଳ ପ୍ରକାଶ କରନ୍ତି ଓ ସୋଫର ପରି ସବୁ ବିଷୟରେ କେବଳ ନୀତି ନିୟମକୁ ଧରି ରଖନ୍ତି ଓ ବିଲ୍ଦଦ ପରି ମାନବିକ କ୍ଷମତାକୁ ସାବ୍ୟସ୍ତ କରାନ୍ତି। ମାତ୍ର ସେମାନେ ଖ୍ରୀଷ୍ଟଙ୍କ ମନ ଓ ଆତ୍ମାକୁ ପ୍ରକାଶ କରନ୍ତି ନାହିଁ। କିନ୍ତୁ ଜାଣି ରଖନ୍ତୁ, ହିତୋପଦେଶ 15 ପର୍ବର 1ମ ପଦରେ ଲେଖା ଅଛି, କୋମଳ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ। କିନ୍ତୁ ଆମେ ଏହା ଅନେକ ସମୟରେ ଭୁଲିଯାଉ। ମାତ୍ର ଆମେ ତାହାକୁ ଆମର ଜୀବନର ପ୍ରତ୍ୟେକ ଅବସ୍ଥା ତଥା ପରିସ୍ଥିତିରେ ସ୍ମରଣ ରଖିବା ସଙ୍ଗେ ସଙ୍ଗେ ତାହାକୁ କାର୍ଯ୍ୟକାରୀ କରାଇବା ଉଚିତ। ଆମମାନଙ୍କର ଉପଦେଶ ବା ପରାମର୍ଶ କୋମଳ ହେବା ଉଚିତ ଓ ଖ୍ରୀଷ୍ଟଙ୍କର ମନ ତଥା ସ୍ୱଭାବକୁ ପ୍ରକାଶ କରିବା ଉଚିତ। ପ୍ରିୟ ବନ୍ଧୁ, ଯେତେବେଳେ ଆମେ ଜଣକୁ ପ୍ରଭୁ ଯୀଶୁଙ୍କ ବିଷୟରେ କହୁ ସେତେବେଳେ ଆମମାନେ ଅତି ସ୍ଥିର ମନରେ, କୋମଳ ଭାବରେ ଏବଂ ପ୍ରେମରେ ପ୍ରଭୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେବା ଉଚିତ। କାରଣ ଲୋକମାନେ ସହଜରେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ଆଉ ସେଥିନିମନ୍ତେ ଆମମାନେ ବିରକ୍ତ ଭାବ ପ୍ରକାଶ କରିବା ଉଚିତ ନୁହେଁ। ଆଉ ଯେତେବେଳେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଜଣକୁ କିଛି ଶିକ୍ଷା ଦେଉ, ଯଦି ସେ କୌଣସି ବିଷୟ ବୁଝିବା ପାଇଁ ଚାହାନ୍ତି ତାହେଲେ ଆମେ ଧୈର୍ଯ୍ୟ ରକ୍ଷା କରି ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କୁ ଶିକ୍ଷା ଦେବା ଉଚିତ। ଆମମାନେ ବିରକ୍ତ ହେବା ଉଚିତ ନୁହେଁ। ଏପରିକି ଆମମାନେ ଆମମାନଙ୍କର ପିଲାମାନଙ୍କୁ ମଧ୍ୟ ପ୍ରଭୁଙ୍କର ବିଷୟରେ ଶିକ୍ଷା ଦେବା ସମୟରେ ଧୈର୍ଯ୍ୟ ରଖିବା ଉଚିତ। କାରଣ ଅନେକ ସମୟରେ ଏହା ମଧ୍ୟ ଦେଖାଯାଏ ଯେ ଆମେ ଯେତେବେଳେ ଆମମାନଙ୍କର ନିଜର ପିଲାମାନଙ୍କୁ ପ୍ରଭୁଙ୍କ ବିଷୟରେ ଶିକ୍ଷା ଦେଉ, ପରାମର୍ଶ ଦେଉ, ସେତେବେଳେ ଆମେ ଧୈର୍ଯ୍ୟ ରକ୍ଷା କରିପାରିନଥାଉ। ଆମମାନେ ଅଧୈର୍ଯ୍ୟ ହୋଇଯାଉ। ପିଲାମାନଙ୍କୁ ଆମେ ପ୍ରଭୁଙ୍କ ବିଷୟରେ ମଧ୍ୟ ଶିକ୍ଷା ଦେଇପାରିନଥାଉ। ତେଣୁ ଯେତେବେଳେ ଆମେ ପ୍ରଭୁଙ୍କର ସେବକ ଭାବରେ କାର୍ଯ୍ୟ କରୁଅଛୁ, ଆମମାନଙ୍କୁ ଏହି ସମସ୍ତ ବିଷୟ ପ୍ରତି ଦୃଷ୍ଟି ଦେବାକୁ ହେବ। ନିଜର ପରିବାର ମଧ୍ୟରେ, ନିଜର ସମାଜ ମଧ୍ୟରେ, ନିଜର ମଣ୍ଡଳୀ ମଧ୍ୟରେ ଆମେ ଯେତେବେଳେ ପ୍ରଭୁଙ୍କ ବିଷୟ ନେଇ କାହାକୁ କିଛି ଶିକ୍ଷା ଦେଉ,
ବା କାହାର ସମସ୍ୟା ମଧ୍ୟରେ ଆମେ କାହାକୁ ସାନ୍ତ୍ୱନା ଦେଉ, ସେତେବେଳେ ଆମମାନେ ଅତି କୋମଳ ଭାବରେ ଧୈର୍ଯ୍ୟର ସହିତ ପ୍ରେମରେ ପ୍ରଭୁଙ୍କ ବିଷୟରେ ଶିକ୍ଷା ଦେବା ଉଚିତ ଏବଂ କେବେ ହେଲେ କାହାକୁ ସିଧାସଳଖ କାହାର ପାପ ବିଷୟ ନେଇ ଆମମାନେ ତାହାକୁ ଅନୁଯୋଗ କରିବା ଉଚିତ ନୁହେଁ। ଆମମାନେ ତାକୁ ପ୍ରେମରେ ସଜାଡ଼ି ନେବା ଉଚିତ। ତାଦ୍ୱାରା ଆମେ ଜଣଙ୍କର ଜୀବନକୁ ରକ୍ଷା କରିପାରିବା। ହଁ, ଜଣେ ଭୁଲ କରିପାରେ, ଜଣେ ପାପ କରିପାରେ, ମାତ୍ର ସେ ପାପକୁ ସ୍ୱୀକାର କରିବାକୁ ହେଲେ ସେହି ବ୍ୟକ୍ତିକୁ ଆମେ ପ୍ରେମରେ ବୁଝାଇବାକୁ ପଡ଼ିବ ଏବଂ ତାହାକୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇବାକୁ ପଡ଼ିବ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଅଧ୍ୟୟନ କରୁଥିଲୁ ଯେ ଏଲିହୁ ଆତ୍ମଧାର୍ମିକତା ପ୍ରକାଶ କରୁଛନ୍ତି ଓ ଆଇବଙ୍କୁ ଭୁଲ ସାବ୍ୟସ୍ତ କରୁଛନ୍ତି। ଆଇବ ନିଜେ ନିଜ ବିଷୟରେ ଭଲ ଭାବେ ଜାଣିଥିଲେ, ତେଣୁ ସେ ଯାହା କହିଲେ ତାଙ୍କ କଥାରେ ଏଲିହୁ ଏକମତ ନଥିଲେ। ସେ ତାଙ୍କ ବିରୁଦ୍ଧରେ କଥା କହୁଛନ୍ତି। ପ୍ରିୟ ବନ୍ଧୁ, ଆମେ ଅନ୍ୟର ବିଚାର କରିବା ନିମନ୍ତେ ସବୁବେଳେ ଆଗେ ଆସୁ। ଆମେ ନିଜ ଦୃଷ୍ଟିରେ ନିଜେ ଉତ୍ତମ ଦେଖାଯାଉ। ଏଲିହୁ ତାହା ହିଁ କରିଥିବା ଆମେ ଦେଖୁ। ହୁଏତ ସେ ଆଇବଙ୍କ ଠାରୁ ବୟସରେ ସାନ ଥିଲେ, କିନ୍ତୁ ଅତି ଗର୍ବରେ କଥାବାର୍ତ୍ତା କରୁଛନ୍ତି। ତାଙ୍କ ସମସ୍ୟାର ସମୟରେ ସାନ୍ତ୍ୱନା ଦେବା ପରିବର୍ତ୍ତେ କଟୁ କଥା କହୁଛନ୍ତି। ଏଲିହଙ୍କ ଆତ୍ମଧାର୍ମିକତା କଥା ଆମେ ଲକ୍ଷ୍ୟ କରୁଛୁ। ଆମେ କ'ଣ ଆତ୍ମଧାର୍ମିକ ଅବା ଅନ୍ୟର ବିଚାର କରିବା ପୂର୍ବରୁ ନିଜକୁ ଦେଖୁଛୁ? ଆମେ ଆମ ଦାୟିତ୍ୱକୁ ସୁଚାରୁ ଭାବେ ପରିଚାଳନା କରିପାରୁଛୁ କି? ପ୍ରଭୁ ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି, ଆମେ ସେଥିର ଯୋଗ୍ୟ ଆଚରଣ କରୁଛୁ କି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ତୁମେ ଆୟୁବଙ୍କୁ ଏପରି ଏକ ଜୀବନ ଦେଲ ଯାହା ତୁମ ସନ୍ତୋଷଜନକ ଥିଲା। କିନ୍ତୁ ପ୍ରଭୁ, ସେ ଅନେକ ପ୍ରକାର ନିନ୍ଦାର ସମ୍ମୁଖୀନ ହେଲେ, କିନ୍ତୁ ସେଥିରେ ସେ ଭାଙ୍ଗି ପଡ଼ିନଥିଲେ, କାରଣ ତୁମ ଉପରେ ତାଙ୍କ ପ୍ରଗାଢ଼ ବିଶ୍ୱାସ ଥିଲା। ପ୍ରଭୁ, ପ୍ରାର୍ଥନା କରୁଛୁ ଆମମାନଙ୍କୁ ତୁମେ ସେଇ ବିଶ୍ୱାସ ଦିଅ। ଆମେ ଯେପରି ପ୍ରଭୁ ସଦାସର୍ବଦା ତୁମଠାରେ ଲାଗି ରହିବୁ, ତୁମ ଉପରେ ନିର୍ଭର ରଖିବୁ, ସେଇ ଅନୁଗ୍ରହ ତୁମେ ଆମମାନଙ୍କୁ ଦାନ କର। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଡି ଖ୍ରୀଷ୍ଟ। ଆଜିର ପ୍ରଶ୍ନଟି ହେଉଛି ଇଲତୁତ କେଉଁ ବଂଶଧର ଥିଲେ? ଏ ବୁସିୟ, ବି ଦାଉଦ, ସି ଯାଜକୀୟ, ଡି ଜିହୁଦୀ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 044490812996 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले कंधमालरू बुलुचांद दिगाल और परिवार।